ରାଜଜେମା ରାଜଜେମା ସାବିତ୍ରୀ ମଦ୍ରଦଶ ରାଜକନ୍ୟା ପିତା ଅଶ୍ୱପତି ବହୁ ତପ କରି ସାଧନାର ଫଳ ରୂପେ ପାଆନ୍ତି ସେ କନ୍ୟାରତ୍ନ ଦୁର୍ଲଭା ସାବିତ୍ରୀ। ଶିକ୍ଷା ଓ ସଂସ୍କାର ଭରା ରାଜଜେମା ପାଇଁ ନାହାନ୍ତି ତ ଉପଯୁକ୍ତ ପତି। ରାଜା ଅଶ୍ୱପତି ମନ୍ତ୍ରୀଙ୍କ ପଠାଇଲେ ଦେଶ ଦେଶାନ୍ତର ବିଦୁଷୀ କନ୍ୟାକୁ ଖୋଜିବାକୁ ମନଲାଖି। ଶାବଦଶ ନରପତି ଦୁର୍ମସନ ସୁତ ତାଙ୍କ ସତ୍ୟବାନ ରୂପବାନ ଗୁଣବାନ, କିନ୍ତୁ ଅନ୍ଧ ରାଜା ହରାଇଛନ୍ତି ରାଜ୍ୟ ଦୁର୍ଭାଗ୍ୟରୁ। ରାଜପୁତ୍ର ପତ୍ନୀ ସହ ବନବାସୀ କାଷ୍ଠକେରି ପିତାମାତା ପୋଷୁଥିଲେ ଯଜ୍ଞବୀର ସୁତ। କାଷ୍ଠକିରା ବେଳେ ସାବିତ୍ରୀଙ୍କ ସହ ଦେଖା, ପ୍ରଥମ ଦର୍ଶନେ ସେ ହୋଇଲେ ସାବିତ୍ରୀଙ୍କ ମନଲାଖି ପାତ୍ର। ବିବାହ କରିବା ପାଇଁ ନିଷ୍ପତ୍ତି ନେଲେ ରାଜଜେମା। ନାରଦ କହିଲେ ସତ୍ୟବାନ ଅଳ୍ପାୟୁ ବର୍ଷ ମାତ୍ର ଆୟୁ, ତଥାପି ଘଟିଲେ ନାହିଁ ସାବିତ୍ରୀ ସତ୍ୟବାନ। ବିବାହ ହୋଇ ମନେ କଲେ ଗତି, ସ୍ୱାମୀ ସୁଖେ ସୁଖୀ ତାଙ୍କ ଦୁଃଖେ ଦୁଃଖୀ। ରାଜଜେମା ହୋଇ ବିତାଇଲେ ବନରେ ଜୀବନ, ପତି ହିଁ ପରମ ତପ ପତି ହିଁ ପରମ ଗତି। ଏହି କଥା ଜାଣନ୍ତି ସାବିତ୍ରୀ। ଦାମ୍ପତ୍ୟ ଜୀବନ ତାଙ୍କ ଅତି ସୁଖମୟ, କିନ୍ତୁ ସାବିତ୍ରୀ ମନେ ମନେ ଗଣୁଥାନ୍ତି ସ୍ୱାମୀଙ୍କର ଆୟୁ। ମନେ ମନେ ବିଚଳିତ ଥାନ୍ତି ଦେବୀ, ବର୍ଷେ ପୁରିବାକୁ ଅଛି ଏକ ରାତ୍ର। ଧ୍ୟାନମଗ୍ନ ହେଲେ ସାବିତ୍ରୀ ସ୍ୱାମୀଙ୍କ ପାଇଁ, ବର୍ଷେ ପୂରଣ ହେବ ଯୋଦିନ ସ୍ୱାମୀଙ୍କ ସହ ଗଲେ ବନସ୍ଥଳ। ଅତି ଆନନ୍ଦିତ ମନେ ସତ୍ୟବାନ କରୁଥିଲେ ଭ୍ରମଣ। ବିଜନ ବନରେ ସ୍ୱାମୀଙ୍କ ସାଥିରେ ବୁଲୁଥିଲେ ସାବିତ୍ରୀ। ସତ୍ୟବାନ ଆନନ୍ଦରେ ଗାଉଥିଲେ ଗୀତ। କାଠ କାଟୁ କାଟୁ ହଠାତ୍ ଗଛ ଉପରୁ ଖସି ପଡ଼ିଲେ। ସ୍ୱାମୀଙ୍କୁ କୋଳରେ ଧରି ଗାଢ଼ ଅରଣ୍ୟରେ ସାବିତ୍ରୀ ବସିଲେ ଅବିଚଳିତ ଭାବେ। ସତ୍ୟବାନ ମୃତ ହେଲେ ମାତ୍ର ସତୀଙ୍କ ନିକଟରୁ ତାଙ୍କର ଜୀବନ ନେଇପାରିଲେନି ଯମଦୂତ। ସାବିତ୍ରୀଙ୍କ ତପର ପ୍ରଭାବେ ସତ୍ୟବାନଙ୍କ ଆତ୍ମା ନେଇପାରିଲେନି ଯମଦୂତ। ଯମରାଜା ପରାହତ ହେଲେ। ବୁଦ୍ଧିମତୀ ସାବିତ୍ରୀ ଶାନ୍ତ ସ୍ଥିରା ପ୍ରଜ୍ଞାଦୀପ୍ତା ତାଙ୍କ ବୁଦ୍ଧି ବଳରେ ସ୍ୱାମୀଙ୍କୁ ଦେଲେ ପୁନର୍ଜୀବନ। ତାଙ୍କ ପ୍ରତୁଳ ଜ୍ଞାନରେ ସତୀତ୍ୱରେ ମୁଗ୍ଧ ହେଲେ ଯମ। ପତି ଭକ୍ତିର ପରାକାଷ୍ଠା ଦେଖାଇଲେ ଦେବୀ ସାବିତ୍ରୀ। ପିତାକୁ ଶତପୁତ୍ର ଶ୍ୱଶୁରଙ୍କୁ ଆଖି ରାଜ୍ୟ ଦାନ ପରେ ନିଜ ପାଇଁ ଶତପୁତ୍ର ମାଗିଲେ ସାବିତ୍ରୀ। ଯମରାଜା ତଥାସ୍ତୁ କହିବା ପରେ ଖୁସି ମନରେ ସ୍ୱାମୀଙ୍କୁ ବଞ୍ଚାଇ ଫେରିଲେ ସାବିତ୍ରୀ। ସେହିଦିନ ଭାରତୀୟ ନାରୀମାନେ ଫଳମୂଳ ଭୋଗ କରି ସାବିତ୍ରୀ ବ୍ରତ କରନ୍ତି ପ୍ରତିବର୍ଷ। ସ୍ୱାମୀଙ୍କ ଆୟୁଷ ଦୀର୍ଘ ଜୀବନ ସାବିତ୍ରୀ ବ୍ରତ କରି ମାଗନ୍ତି ସେଦିନ। ପତି ନିଷ୍ଠାର ବ୍ରତ ସ୍ୱାମୀଙ୍କ ଜୀବନ ଓ ଯଶ କାମନା ପ୍ରତି ସତବ ନାରୀ ହିଁ କରନ୍ତି। ଏଦିନ ପବିତ୍ର ଦିନ ପୁଣି ଅଟେ ପତିବ୍ରତା ରାଜଜେମା ସାବିତ୍ରୀଙ୍କ ସ୍ମୃତି। ପ୍ଲିଜ୍ ସବସ୍କ୍ରାଇବ୍ ମାଇ ଚ୍ୟାନେଲ୍।